ସମସ୍ତଙ୍କୁ ଗୁଡ଼୍ ଇଭିନିଂ ଏବଂ ଭଲରେ ଥିବ ବୋଲି ମୋର ଆଶା। ଆଜି ଆମେ ପଢ଼ିବୁ ସେହି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କର କମ୍ପଲସରୀ ସବଜେକ୍ଟ ଓଡ଼ିଆ ବାଇ ମାଇଲ୍ ଏବଂ ତାଙ୍କର ଯେଉଁ ରହିଥିଲା ଆଜି ଯେଉଁ ବିଷୟ ରହିଛି ଯେଉଁ ଗଦ୍ୟ ବିଭାଗରେ ପ୍ରଥମେ ଏକ କରିଥିବା ବା ପ୍ରଥମ ୟୁନିଟ୍ରେ ଥିବା ଯେଉଁ ଗଦ୍ୟ ବିଭାଗଟି ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଅଧ୍ୟୟନ କରିବା ବା ପଠନ କରିବା। ତେଣୁ ପିଲାମାନଙ୍କୁ ଯଦି ଭଲ ଲାଗୁଛି ନିହାତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ମତାମତ ଦିଅନ୍ତୁ ଏବଂ ଅଧିକ ମାତ୍ରାରେ ଆପଣଙ୍କର ସାଙ୍ଗ ନିକଟକୁ ଭିଡ଼ିଓକୁ ସେୟାର କରନ୍ତୁ, ଯାହାଫଳରେ ସେ ମଧ୍ୟ କ'ଣ ହେବ ଉପକାର ପାଇପାରିବ। ଏବଂ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ, କଳା ବାଣିଜ୍ୟ ବିଜ୍ଞାନ ବିଭାଗରେ ଥିବା ସମସ୍ତଙ୍କୁ ଅନୁରୋଧ ଭିଡ଼ିଓଟାକୁ ବିନା ସ୍କିପ୍ରେ ଦେଖନ୍ତୁ, ଯାହାଫଳରେ ତୁମେ କ'ଣ କରିବ ନା ତା'ର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ ନିହାତି ବୁଝିପାରିକି ଲେଖିପାରିବ। ତେଣୁ ଆଜିକାର ଆମେ ଯେଉଁ ପଢ଼ିବା ବିଷୟ ହେଉଛି ତୁମର ପ୍ରଥମ ବିଭାଗରେ ଯେଉଁ ରହିଛି ଗଦ୍ୟ ବିଭାଗ। ତେଣୁ ଗଦ୍ୟ ବିଭାଗ ବିଷୟଟିକୁ ଆଜି ସରଳ ଏବଂ ସହଜରେ ମୁଁ ଆପଣଙ୍କ ନିକଟରେ ପଠନ କରିଦେବି। ତେଣୁ ପିଲାମାନେ ଲେଖ, ଆଜିକାର ଯେଉଁ ତୁମର ବିଷୟ ରହିଛି ବିଷୟଟି ହେଉଛି ଇତିହାସ ଏବଂ ଲେଖକ ହେଉଛନ୍ତି ବିଶ୍ୱନାଥ କର ବା ଏହାର ସମ୍ପୂର୍ଣ୍ଣ ନାଁଟି ହେଲେ ବାଗ୍ମୀ ବିଶ୍ୱନାଥ କର। ବାଗ୍ମୀ ବିଶ୍ୱନାଥ କର। ତେଣୁ ପିଲାମାନଙ୍କୁ ଅନୁରୋଧ ଯେ ପିଲାମାନେ ତୁମେ ଭିଡ଼ିଓଟିକୁ ବା ଏଇ ଯେଉଁ ଇତିହାସ ବିଷୟଟି ରହିଛି ଏ ଗଦ୍ୟ ବିଭାଗଟି ତୁମେ ମନ ଧ୍ୟାନ କରି ଶୁଣିଲେ ତୁମେ ନିହାତି ଜ୍ଞାନ ପାଇ ତୁମର ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ଆସିବ ତୁମେ ଜାଣିପାରିବ। ଏବଂ ଏହାର ଯେଉଁ ରହିଛି ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଯେଉଁଠି ଆଣ୍ଡରଲାଇନ୍ କରିବାକୁ କହିବି ତୁମେ ଆଣ୍ଡରଲାଇନ୍ କରିବ, ନହେଲେ ଖାତା ବହି ବାହାର କରି କିଛି ନୋଟ୍ ଡାଉନ୍ କରିଦିଅ। ତେଣୁ ଚାଲ ଆମେ ବର୍ତ୍ତମାନ ଏହି ଇତିହାସ ଯେଉଁ ଆଜିର ଗଦ୍ୟ ବିଭାଗ ଏବଂ ଲେଖକ ହେଉଛନ୍ତି ବାଗ୍ମୀ ବିଶ୍ୱନାଥ କର। ତେଣୁ ମୁଁ ପ୍ରଥମେ ବାଗ୍ମୀ ବିଶ୍ୱନାଥଙ୍କ କରଙ୍କ ବିଷୟରେ ସଂକ୍ଷେପରେ କହିଦେବି ଏବଂ ତାଙ୍କର ସୃଷ୍ଟି ସମ୍ଭାର କହିଦେବି। ତାପରେ ଆମେ ଯିବା ଏଇ ଯେଉଁ ବିଷୟ ରହିଛି ଆଜିର ଯେଉଁ ବିଷୟ ଇତିହାସ ବିଷୟରେ ଆମେ କ'ଣ କରିବା ନା ପୂର୍ଣ୍ଣ ଭାବରେ ତାକୁ ଅଧ୍ୟୟନ କରିବା। ତେଣୁ ଚାଲ ପିଲାମାନେ ପ୍ରଥମେ ଲେଖ ବିଶ୍ୱନାଥ କରଙ୍କର ଜୀବନୀ ବା ଶୁଣିଦିଅ ଟିକେ। ତେଣୁ ଦେଖ ପିଲାମାନେ ପ୍ରଥମେ ମୁଁ କ'ଣ କରୁଛି ନା କବିଙ୍କ ବିଷୟରେ ମୁଁ ଆପଣଙ୍କୁ ଜଣାଇବା ସୂଚିତ କରି ଦେଉଛି ନା ଓଡ଼ିଆ ସାହିତ୍ୟ ଜଗତରେ ବାଗ୍ମୀ ଏ ଯେଉଁ ରହିଛି ଆଜିକାର ଯେଉଁ ଲେଖକ ଏ ବାଗ୍ମୀ ବିଶ୍ୱନାଥଙ୍କର ପ୍ରତିଭା ଅନ୍ୟତମ। ସେ ଏକାଧାରରେ କ'ଣ କରିଥିଲେ ନା ପ୍ରାବନ୍ଧିକ ମଧ୍ୟ ଲେଖିଥିଲେ, ସାରସ୍ୱତ ସଂଗଠକ ଲେଖିଥିଲେ ଏବଂ ସମାଜ ସଂସ୍କାରକ ଏବଂ ଉଚ୍ଚକୋଟରୀ ଏବଂ ଦେଶ ସେବକ ସେ ଗଦ୍ୟରେ ଲେଖି ଯାଇଛନ୍ତି। ତେଣୁ ବା ଏକାଧାରରେ ତାକୁ କୁହାଯାଏ ଏବଂ ସେ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ କବି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ଦେଖ ସେ କେଉଁଠି ଜନ୍ମଗ୍ରହଣ କରିଥିଲେ ଏଇଟା ଟିକେ ମନେ ରଖ ପିଲାମାନେ। ସେ କେଉଁଠି ଜନ୍ମଗ୍ରହଣ କରିଥିଲେ ନା କଟକ ଜିଲ୍ଲାର ମହଙ୍ଗା ନିକଟସ୍ଥ ମୂଳବସନ୍ତ, ଏଇଟା ଲେଖ ପିଲାମାନେ, ମୂଳବସନ୍ତ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କିଏ ନା ବାଗ୍ମୀ ବିଶ୍ୱନାଥ କର। ବୁଝିହେଲା? ତେଣୁ ଏତିକି ଯଥେଷ୍ଟ। ତେଣୁ ଲେଖିବ କବିଙ୍କର ପରିଚୟ ସଂଖ୍ୟା ପରେ ଲେଖିବ ଯେ ସେ କଟକ ଜିଲ୍ଲାର ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ସେ ଜଣେ ଥିଲେ ପ୍ରାବନ୍ଧିକ ଗଳ୍ପକାର ସାହିତ୍ୟକାର। ଏବଂ ସେ ଜନମାନସଙ୍କୁ ସେ କ'ଣ କରିଦେଇଛି ନା ସୂଚିତ କରିବା ପାଇଁ ସେ ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ରତ୍ନ ଦେଇଅଛନ୍ତି ଏବଂ ଆଜିକାର ଅମୂଲ୍ୟ ରତ୍ନ ଦେଇଅଛନ୍ତି। ସେ ଓଡ଼ିଆ ସାହିତ୍ୟର ସମକାଳୀନ ସାମାଜିକ ବ୍ୟବସ୍ଥା ଓ କ'ଣ କରିଛି ନା ଅବ୍ୟବସ୍ଥାକୁ ସେ ଆଲୋଚନା କରିବା ସହିତ ରକ୍ଷଣଶୀଳତା ବିରୁଦ୍ଧରେ ସେ ବିଦ୍ରୋହ ପ୍ରକାଶ କରିଛନ୍ତି। ତେଣୁ ଏତିକି ହେଲା ତା'ର କାବ୍ୟ ପରିଚୟ। ଏବଂ ଦେଖ ତାଙ୍କର ମୁଁ ଯେଉଁ କହିଦେଉଛି ତା'ର ସୃଷ୍ଟି ସମ୍ଭାର ବା ତା'ର ଅନ୍ୟ ବହି ଗୁଡ଼ିକର ନାମ ଲେଖ। ତେଣୁ ପ୍ରଥମେ ଗୋଟେ ଗୋଟେ କରି ଲେଖିବ। ଲେଖ ସୃଷ୍ଟି ସମ୍ଭାର, ଆଣ୍ଡରଲାଇନ୍ ମାର, ତାପରେ ତଳକୁ କରି ଲେଖ। ଯେଉଁ ଇମ୍ପୋର୍ଟାଣ୍ଟ ମୁଁ ସେଇଆ କହିଦେଉଛି ପିଲାମାନେ। ଗୋଟିଏ ଲେଖ ପ୍ରଥମେ ବିବିଧ ପ୍ରବନ୍ଧ, ତାପରେ ଲେଖ ବିବିଧ ପ୍ରବନ୍ଧ, ତାପରେ ଲେଖ ଅନନ୍ତ, ଏଇଟା ଗୋଟେ ଲେଖ ଅନନ୍ତ ପ୍ରେମ, ଗୋଟେ ଲେଖ ଅନନ୍ତ ପ୍ରେମ, ସାହିତ୍ୟ ସମାଲୋଚନା, ଏଇଟା ଗୋଟେ ଦରକାର। ସାହିତ୍ୟ ସମାଲୋଚନା ପ୍ରଥମେ ଏଇଟା ହେଉଛି ଲେଖ ବିବିଧ ପ୍ରବନ୍ଧ, ତାପରେ ଅନନ୍ତ ପ୍ରେମ, ସାହିତ୍ୟ ସମାଲୋଚନା, ତାପରେ ସାହିତ୍ୟ ଓ ଜୀବନ। ଏତିକି ସାହିତ୍ୟ ଓ ଜୀବନ। ତେଣୁ ତାଙ୍କର ଆଉ ଯେଉଁ ସାହିତ୍ୟ ସୃଷ୍ଟି ସମ୍ଭାର ରହିଲା, ଯେଉଁ ଅଧୀନକାର ଚର୍ଚ୍ଚା ବା ସ୍ୱାଧୀନ ଚିନ୍ତା ବା ସାହିତ୍ୟ ମହାସ୍ରୋତ, ଏଗୁଡ଼ିକ ତୁମେ ମନେ ରଖିଲେ ବି ଭଲ। ତେଣୁ ଆମେ ପ୍ରଥମେ କବିଙ୍କର ପରିଚୟ ଜାଣିଲୁ ଏବଂ ତା'ର ସୃଷ୍ଟି ସମ୍ଭାର ଜାଣିଲୁ। ଏବେ ଚାଲନ୍ତୁ ଆମର ଯେଉଁ ବିଷୟ ରହିଛି ଆଜିର ଯେଉଁ ବିଷୟ ନା ଇତିହାସ, ଏ ଇତିହାସ ବିଷୟଟିକୁ ମୁଁ କ'ଣ କରିବି ନା ସଂକ୍ଷେପରେ ତୁମ ନିକଟରେ କ'ଣ କରିଦେବି
ନା ପଠନ କରିଦେବି ସମ୍ୟକ ଭାବରେ। ତାପରେ ଆମେ କ'ଣ କରିବା ନା ଯେତେବେଳେ ତା'ର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ଭାବରେ ଯେତେବେଳେ ଅଧ୍ୟୟନ କରିବା ସେତେବେଳେ ତୁମେ କ'ଣ କରିବ ନା ବୁଝିପାରିବ। ଏବଂ ମୁଁ ଯେଉଁଠି କହିବି ଲେଖିବାକୁ ସେଇଠି ତୁମେ କ'ଣ ଲେଖିବ, ନୋଟ୍ ଡାଉନ୍ କରିବ। ଯାହାଫଳରେ ତୁମେ କ'ଣ କରିବ, ମୁଁ ବାରମ୍ବାର କହୁଛି ସେ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ କ'ଣ କରିବ ନା ଜାଣିପାରିବ। ତେଣୁ ଦେଖ ମୁଁ ଇତିହାସ ବିଷୟରେ କହୁଛି ନା ବାଗ୍ମୀ ବିଶ୍ୱନାଥଙ୍କର ଏଇ ଲେଖକ କହୁଛନ୍ତି ବାଗ୍ମୀ ବିଶ୍ୱନାଥଙ୍କର ନା ଓଡ଼ିଆ ମାନବ ଜାତିର ଇତିବୃତ୍ତିକୁ ସେ କ'ଣ କରିଛନ୍ତି ନା ତାଙ୍କର ଏହି ଗଦ୍ୟରେ ବା ଏହି ଯେଉଁ ଗଦ୍ୟ ବିଭାଗରେ ସେ ଚିହ୍ନିତ କରିଛନ୍ତି। ଏହି ମାନବ ଜାତିର ଇତିହାସକୁ ସେ କ'ଣ କରିଛନ୍ତି ନା ଆକଳନ କରିଛନ୍ତି। ଯେଉଁ ଇତିହାସ ମାନବ ସମାଜର ଯେଉଁ ଇତିହାସ ରହିଛି ନା ସେଠି କ'ଣ ହେଇଛି ନା ସେ ମାନବର ସଭ୍ୟତା ଓ ସମାଜର ବିକାଶରେ ସେ ଇତିହାସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି। ତେଣୁ ଏଠି ଆମେ ମନେ ରଖିବାକୁ ପଡ଼ିବ ପିଲାମାନେ ଯେ ମାନବର ସଭ୍ୟତା ଏବଂ ତା'ର ଯେଉଁ ସମାଜରେ ଚାଲିଚଳଣିର ସେ ଭୂମିକା ଏଠାରେ କ'ଣ କରିଛନ୍ତି ନା ପ୍ରତିପାଦନ କରିଛନ୍ତି। ତେଣୁ ତାଙ୍କର ଇତିହାସ ବିଷୟଟି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ। ଏବଂ ସେ ଗୋଟିଏ ପରିଚିତ ଦେଇଛନ୍ତି ଯେ କ'ଣ କରିଛନ୍ତି ନା ମଣିଷ ଜାତିର ଭାବଭୂମିକୁ ସେଠାରେ କ'ଣ କରିଛନ୍ତି ନା ଆକଳନ କରିଛନ୍ତି ଏବଂ ମାନବ ସମାଜର ଇତିବୃତ୍ତିକୁ ସେ କ'ଣ ଦେଇଛନ୍ତି ନା ଚିତ୍ରିତ କରିଛନ୍ତି ଏହି ପ୍ରାବନ୍ଧିକ ବିଶ୍ୱନାଥଙ୍କର। ତେଣୁ ତାହାକୁ ହିଁ କୁହାଯାଏ ଇତିହାସ। ଏଠି କ'ଣ ହେଇଛି ନା ଇତିହାସରେ କେବଳ ଖାଲି ରାଜା ଓ ପୁରୁଷ ବା ରାଜପୁରୁଷ ବା ପ୍ରଶାସନର ବିବରଣୀ ଏଠି ନୁହେଁ। ତେଣୁ ଲେଖକ ଆମକୁ କହିଦେଇଛନ୍ତି ବା ଜଣାଇ ଦେଇଛନ୍ତି ଯେ ଏ ଯେଉଁ ଇତିହାସ ରହିଛି ଇତିହାସରେ ଖାଲି ଘଟଣାବଳୀକୁ ନେଇ ଯେଉଁ ଇତିହାସ ଲେଖାଯାଏ ସେ ଇତିହାସ ନୁହେଁ। ଏଠି ମାନବ ସମାଜର ପିଲାମାନେ ମନେ ରଖ ଏଠି ମାନବ ସମାଜର ତା'ର ହେଉଛି ଜୀବନୀ, ତା'ର ହେଉଛି ସାଂସ୍କୃତିକ, ତା'ର ନୈତିକତା, ତା'ର ପରମ୍ପରା, ତା'ର ଚାଲିଚଳଣି ଏଇ ଯେଉଁ ସାହିତ୍ୟ ଲେଖିଛନ୍ତି ସେଇଟା ହିଁ କହିଛି ଇତିହାସ। ଏଠି ସେ କ'ଣ କରିଛନ୍ତି ରାଜା ମହାରାଜା ମହାପୁରୁଷ ପ୍ରଶାସନର କୌଣସି ଏଠି କ'ଣ ନା ସେ ଦେଇ ପ୍ରତିରୂପ ଦେଇ ନାହାନ୍ତି। ଏଠି ଖାଲି କ'ଣ ଦେଇଛନ୍ତି ଏଠି ଇତିହାସର ଏ ମାନବ ଜାତିର ଯେଉଁ କହିଲେ ତା'ର ବସତି ବା ପରମ୍ପରା ଏଇଭଳି ଗୁଡ଼ିକୁ ସେ କ'ଣ କରିଛି ନା ତାଙ୍କ ଉପରେ ସେ ଲେଖିଛନ୍ତି ଏବଂ ତାକୁ ହିଁ କୁହାଯାଉଛି ଇତିହାସ। ବୁଝିପାରିଲ। ଏବଂ ଦେଖ ଏଇ ଇତିହାସ କ'ଣ ହେଇଛି ନା କେଉଁଠୁ ଆସିଅଛି ପିଲାମାନେ ମନେ ରଖିଥିବ। ଇତିହାସ ଯେଉଁ ଆଜିକାର ପଠନ ବିଷୟବସ୍ତୁ, ତେଣୁ ପଠନ ବିଷୟବସ୍ତୁ ହେଉଛି କେଉଁଠୁ ଆସିଅଛି ନା ପ୍ରଥମେ ଲେଖ ଏଇଟା ହେଉଛି ବିବିଧ ପ୍ରବନ୍ଧରୁ କ'ଣ ହେଇଛି ନା ବିବିଧ ପ୍ରବନ୍ଧରୁ କ'ଣ ହେଇଛି ନା ଏହା ସଂଗୃହୀତ ହୋଇଅଛି। ତେଣୁ ପିଲାମାନେ ମନେ ରଖ ଯେଉଁ ଇତିହାସ ଆଜିକାର ଯେଉଁ ପଠନ ବିଷୟବସ୍ତୁ ସେଇଟା କେଉଁଠୁ ଆସିଅଛି ନା ବିବିଧ ପ୍ରବନ୍ଧରୁ। ବୁଝିଲା। ଏ ବିବିଧ ପ୍ରବନ୍ଧରୁ ଆସିଅଛି ଆମର ଯେଉଁ ଆଜି ବିଷୟ ଇତିହାସ। ଲେଖକ ହେଉଛନ୍ତି ବାଗ୍ମୀ ବିଶ୍ୱନାଥଙ୍କର। ତେଣୁ ମୁଁ ଭାବୁଛି ସରଳରେ ଆପଣମାନଙ୍କୁ ଇତିହାସ ବିଷୟରେ କହିଦେଲି। ତେଣୁ ମନେ ରଖ ଇତିହାସ କହିଲେ ଆମେ ବୁଝିଲୁ ଯେ ମାନବର ତା'ର ହେଉଛି ଚାଲିଚଳଣି ପରମ୍ପରା ନୈତିକତା ଏବଂ ଏହି ଯେଉଁ ଉପରେ ସେ କ'ଣ କରୁଛି ନା ଇତିହାସ ବିଷୟଟିକୁ ଲେଖିଛନ୍ତି ଏବଂ ଆସିଅଛି କେଉଁଠୁ ନା ଏହି ବିବିଧ ପ୍ରବନ୍ଧରୁ ଆସିଅଛି ଏବଂ ଲେଖକ ହେଉଛନ୍ତି କିଏ ନା ବାଗ୍ମୀ ବିଶ୍ୱନାଥଙ୍କର। ତେଣୁ ଚାଲ ନା ଆମେ ବର୍ତ୍ତମାନ ପୂର୍ଣ୍ଣ ଭାବରେ ଏହି ଇତିହାସ ବିଷୟଟିକୁ ବର୍ତ୍ତମାନ ପଠନ କରିବି। ତେଣୁ ପିଲାମାନେ ଧୀର ସ୍ଥିର ଭାବରେ ବା ସୁନ୍ଦର ଭାବରେ ବିଷୟଟିକୁ ବୁଝନ୍ତୁ। ଚାଲ ଯିବା ସେ ବର୍ତ୍ତମାନ ବାଗ୍ମୀ ବିଶ୍ୱନାଥ କ'ଣ ସେ ଇତିହାସ ବିଷୟରେ ବର୍ଣ୍ଣନା କରିଛନ୍ତି ନା ଦେଖ ପିଲାମାନେ ନୋଟ୍ ଡାଉନ୍ କର। ଦେଖ ନା ଆଜିର ଯେଉଁ ତୁମର ରହିଛି ଦ୍ୱିତୀୟ ବର୍ଷ ପ୍ରଥମ ଏକକରେ ଯେଉଁ ଗଦ୍ୟ ବିଭାଗର ପ୍ରଥମ ବିଷୟ ହେଉଛି ଇତିହାସ। ହଁ କି ନାହିଁ ଇତିହାସ ଲେଖ ଇତିହାସ ଏବଂ ଲେଖକ ହେଉଛନ୍ତି କିଏ ବାଗ୍ମୀ ବିଶ୍ୱନାଥଙ୍କର। ଦେଖ ପିଲାମାନେ ନା ଏ ସଂସାରରେ ସାଧାରଣତଃ ଦୁଇ ଶ୍ରେଣୀର ମନୁଷ୍ୟ ଦୃଷ୍ଟି ହୁଅନ୍ତି ଅର୍ଥାତ୍ ଦୁଇଟି ଶ୍ରେଣୀର ଲୋକମାନେ କ'ଣରେ ନା ଦେଖାଯାଆନ୍ତି। କେଉଁ ସଂସାରରେ ଏଇ ବାସ୍ତବ ସଂସାରରେ ବା ଏଇ ସମାଜରେ କ'ଣ ହେଇଛି ନା ଦୁଇଟି ଶ୍ରେଣୀର ମନୁଷ୍ୟ ଦୃଷ୍ଟି ହୁଅନ୍ତି। ତୁମର ପରୀକ୍ଷାରେ ମଧ୍ୟ ବା କ୍ୱେଶ୍ଚନ୍ ଥିବ ମଧ୍ୟ ଯେ ମାନବ ସମାଜରେ ବା ମାନବ ବସତିରେ କେତୋଟି ଶ୍ରେଣୀର ଲୋକ କେତୋଟି ଶ୍ରେଣୀର ଲୋକ କ'ଣ ହେଇଥାନ୍ତି ନା ଦୃଷ୍ଟିଗୋଚର ହୋଇଥାଏ ନା ଦୁଇ ଶ୍ରେଣୀର। ଆମେ ଜାଣିଛୁ ଦୁଇ ଶ୍ରେଣୀର କେମିତି ନା ଗରିବ ଶ୍ରେଣୀ ହେଉ ବା ଧନୀ ଶ୍ରେଣୀର। କିନ୍ତୁ ଏଠି ଲେଖକ ଦେଖ ସେ କ'ଣ କହୁଛି ନା ଏହି ସଂସାରରେ ସାଧାରଣତଃ ଦୁଇ ଶ୍ରେଣୀର ମନୁଷ୍ୟ ଦୃଷ୍ଟି ହୁଅନ୍ତି। ଗୋଟିଏ ହେଉଛି ଏକ ଶ୍ରେଣୀ କ'ଣ କରେ ନା ଏକ ଶ୍ରେଣୀ ଆଉ ଗୋଟିଏ ହେଉଛି ଅପର ଶ୍ରେଣୀ। ମନେ ରଖ ପିଲାମାନେ ଏଇଟା ହେଉଛି ତା'ର ଗୋଟିଏ ହେଉଛି ଏକ ଶ୍ରେଣୀ ଆଉ ଗୋଟିଏ ହେଉଛି ଅପର ଶ୍ରେଣୀ ବା ଏହାକୁ ଗୋଟିଏ ଆମେ ବି ମଧ୍ୟ କହିଥାଉ କ'ଣ କହିଥାଉ ନା ଧନିକ ଶ୍ରେଣୀ ଗରିବ ଶ୍ରେଣୀ। କିନ୍ତୁ ଏଟା ସେଠି ନୁହେଁ। ଏଠି ଲେଖକ କ'ଣ କଲେ ଏଇ ମଣିଷକୁ ଦୁଇ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ହେଉଛି ଏକକ ଶ୍ରେଣୀ ଆଉ ଗୋଟିଏ ହେଉଛି ଅପର ଶ୍ରେଣୀ। ତେଣୁ ଏଇ ଏକକ ଶ୍ରେଣୀ ଲୋକମାନେ କ'ଣ କରନ୍ତି ଦେଖ ନା ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି। ବୁଝିହେଲା। ସମ୍ଭୋଗ କରନ୍ତି। ମାତ୍ର କୌଣସି ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ସେମାନଙ୍କ ପ୍ରୟାସ ଦେଖାଯାଏ ନାହିଁ। ଯେଉଁ ଏଇ ଏକକ ଶ୍ରେଣୀ ମାନେ କ'ଣ କରିବେ ନା ସେମାନେ ନାନା ବସ୍ତୁକୁ ସେମାନେ କ'ଣ କରିଥାନ୍ତି ନା ଦର୍ଶନ କରିଥାନ୍ତି ଦେଖିଥାନ୍ତି ଦୃଷ୍ଟିଗୋଚର କରିଥାନ୍ତି ସମ୍ଭୋଗ କରନ୍ତି ଅର୍ଥାତ୍ ଅନୁଭବ କରିଥାନ୍ତି।
ଯେ ହୋ ଏଇଟା ହେଉଛି ସେମାନେ ଦେଖିଦେଲେ, କିନ୍ତୁ ସେମାନେ କ'ଣ କରିବେ, ଦେଖିକି ପଳେଇଯିବେ, ଦୃଷ୍ଟିଗୋଚର କରିଦେବେ, ସମ୍ଭବ କରିଦେବେ, ଅନୁଭବ କରିକି ପଳେଇଯିବେ। କିନ୍ତୁ ଯେଉଁ ବିଷୟଟିକୁ ସେମାନେ ଦେଖିଥାନ୍ତି, ଯେଉଁ ନାନା ବସ୍ତୁକୁ ସେମାନେ ଦେଖିଥାନ୍ତି, ମାତ୍ର କୌଣସି ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ସେମାନଙ୍କ ପ୍ରୟାସ ଦେଖାଯାଏ ନାହିଁ। ତେଣୁ ଏଇଟା କେଉଁଠୁ ଆସିଛି, କେମିତି ଆସିଲା, କାହିଁକି ଏଟାକୁ ଚିତ୍ର କରିଛନ୍ତି, କାହିଁକି କରିଛନ୍ତି, ତାହା ସେ କ'ଣ କରେ ନା ପ୍ରୟାସ କରେ ନାହିଁ। କିଏ ନା ଏଇ ଏକକ ଶ୍ରେଣୀ। କି ପ୍ରଣାଳୀ ବା କି ସୂତ୍ରରେ କେଉଁ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା ବା କିପରି ତାହାର ସଦ୍ବ୍ୟବହାର କରିବାକୁ ହେବ, ସେ କ'ଣ କରେ ନାହିଁ, କି ପ୍ରଣାଳୀ ବା କି ସୂତ୍ରରେ ଯେଉଁ ବସ୍ତୁଟି, ଯେଉଁ ନାନା ବସ୍ତୁଟି କ'ଣ ହେଇଛି ନା ତିଆରି ହେଇଛି, ସେ ଜାଣିବାକୁ ଇଚ୍ଛା କରେ ନାହିଁ। ତା ସହିତ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା, ମାନେ ସେମାନେ ଯେଉଁ ବସ୍ତୁକୁ ସେମାନେ ଦେଖୁଥାନ୍ତି, ଧରାଯାଉ ଗୋଟିଏ ସାଇକେଲଟା କ'ଣ ହେଇଥାଏ, ସେମାନେ ଦେଖିଦେଲେ, ଛୁଇଁଦେଲେ, ଅନୁଭବ କରିଦେଲେ ଓ କିନ୍ତୁ ତା ବିଷୟରେ ସାଇକେଲ କେମିତି ତିଆରି କରିଛନ୍ତି, କେତୋଟି ଲୁହା ଲାଗିଛି, କେଉଁ ଗ୍ରୀସ୍ ଲାଗିଛି, ଏମିତି ସେମାନେ କ'ଣ କରନ୍ତି ନା ସେମାନେ କେବେ କରନ୍ତି ନାହିଁ। କେଉଁମାନେ ନା ଏ ଏକକ ଶ୍ରେଣୀମାନେ। ଖାଲି ସେମାନେ କ'ଣ କରିବେ ନା ଦର୍ଶନ କରିବେ ଏବଂ ଆଉ ସମ୍ଭବ କରିବେ। ତାପରେ ଦେଖ, ବା କିପରି ତାହାର ସଦ୍ବ୍ୟବହାର କରିବାକୁ ହେବ ସେ ଜାଣିବାକୁ ଇଚ୍ଛା କରେ ନାହିଁ। ଇତ୍ୟାଦି ବିଷୟକ ଚିନ୍ତା ସେମାନଙ୍କ ମନ ମଧ୍ୟରେ ସ୍ଥାନ ପ୍ରାପ୍ତ ହୁଏ ନାହିଁ। ତେଣୁ ବୁଝିପାରୁଛ, ମନ ମଧ୍ୟରେ ସ୍ଥାନ ପ୍ରାପ୍ତ ହୁଏ ନାହିଁ। ଖାଲି ସେମାନେ ଦେଖିକିରି କ'ଣ କରିବେ ନା ପଳେଇବେ ଏବଂ ସମ୍ଭବ କରିକି ପଳେଇବେ, ଅନୁଭବ କରିକି ପଳେଇବେ ଏବଂ ଦେଖିକିରି ପଳେଇବେ। ଏଠି କେଉଁ ଶ୍ରେଣୀର ନା ଏକକ ଶ୍ରେଣୀର। ତେଣୁ ଲେଖକଟି ଦେଖ, ଯେଉଁ ମାନବକୁ ସେ କ'ଣ କଲା, ଦୁଇଟି ଶ୍ରେଣୀ ବିଭକ୍ତ କଲା। ଏକକ ଶ୍ରେଣୀ କଲେ ଖାଲି ଛୁଇଁବ, ଦେଖିବ, ଅନୁଭବ କରିବ, ପଳେଇବ। ଦେଖିବ ବି ନା ଛୁଇଁବ ବି ନାହିଁ। କିନ୍ତୁ ଅପର ଶ୍ରେଣୀ କ'ଣ କରେ ଦେଖ ନା ସେ ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ। ସେ କ'ଣ କରିବ ନା ଏଟା କେମିତି ଆସିଛି ତାକୁ ଛୁଇଁବ, କେଉଁଥିରେ ତିଆରି ହେଲା, ଯଦି କାଠରେ ତିଆରି ହେଇଛି ସେ କାଠଟା କେଉଁଠୁ ଆସିଲା, କେଉଁ ମିସ୍ତ୍ରୀ ଲାଗିଥିଲେ, କେମିତି ଲାଗିଥିଲେ। ତେଣୁ ସେ କ'ଣ ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ କରିବ ଏବଂ ବିଷୟଟିକୁ ସେ କ'ଣ କରିବ, ଯେଉଁ ଜିନିଷଟାକୁ ସେ ନାନା ଜିନିଷଟାକୁ ଦେଖିଲେ ମଧ୍ୟ ସେ ଜିନିଷଟାକୁ ସେ ଚିନ୍ତାଶୀଳ କରିବ, ଅର୍ଥାତ୍ ସେ ଥିଙ୍କ କରିବ, ଚିନ୍ତା କରିବ। କେଉଁମାନେ ତାହେଲେ ବୁଝିପାରିଲ। ତେଣୁ ଅପର ଶ୍ରେଣୀ କ'ଣ କରିବ ନା ସେ ଦୃଷ୍ଟି ସମ୍ପନ୍ନ ଏବଂ ଚିନ୍ତାଶୀଳ। କିନ୍ତୁ ଏକକ ଶ୍ରେଣୀ କ'ଣ କର, ସେ ସମ୍ଭବ କରନ୍ତି ଏବଂ ଦର୍ଶନ କରନ୍ତି। ପିଲାମାନେ ଏଇଟା ମନେ ରଖିଥିବ। ତେଣୁ ଯେଉଁ ଲେଖକ କହୁଛନ୍ତି ଯେ ଦୁଇଟି ଶ୍ରେଣୀର ମାନବ ଏଠି ଦେଖାଯାଆନ୍ତି ଏହି ସଂସାରରେ। ଗୋଟିଏ ହେଉଛି ଏକକ ଶ୍ରେଣୀ, ଆଉ ଗୋଟିଏ ହେଉଛି ଅପର ଶ୍ରେଣୀ। ଏକକ ଶ୍ରେଣୀ କ'ଣ କରେ ନା ସେ ଦର୍ଶନ କରନ୍ତି, ସମ୍ଭବ କରନ୍ତି। କିନ୍ତୁ ଅପର ଶ୍ରେଣୀ କ'ଣ କରେ ନା ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ଏବଂ ଚିନ୍ତାଶୀଳ। ତାପରେ ଦେଖ ଆଗକୁ ଦେଖିବା ନା ଏହି ଶ୍ରେଣୀର ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସମ୍ପାଦିତ ହୁଏ। ଅର୍ଥାତ୍ ଏହି ଶ୍ରେଣୀର ଯେଉଁ କହିଲା କ'ଣ, ଏହି ଶ୍ରେଣୀର ଅର୍ଥାତ୍ ଅପର ଶ୍ରେଣୀ ଏବଂ ଏକକ ଶ୍ରେଣୀ, ହଁ କି ନାହିଁ। ଏହି ଶ୍ରେଣୀର ଏମାନେ କ'ଣ କରିଛନ୍ତି ନା ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସାଧିତ ହୁଏ। ଏହି ଦୁଇ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ଏ ପୃଥିବୀରେ ନାନାବିଧ କ'ଣ ହେଇଛି ରେ ସବୁ ସମ୍ପାଦିତ ହୋଇଛି ବା ସୃଷ୍ଟି ହୋଇଛି। ପ୍ରକୃତ ପକ୍ଷେ ଏହି ଚିନ୍ତନଶୀଳତା, ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ ହିଁ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ। ତେଣୁ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ। ଏଟା ଲେଖକ କ'ଣ କହୁଛି ନା ଏଇ ଅପର ଶ୍ରେଣୀମାନଙ୍କୁ ସେ କ'ଣ କରୁଛି ନା ମହାନ କରି ଅଛି। ଏହି ଅପର ଶ୍ରେଣୀ ଲୋକମାନେ କ'ଣ କରିଥାନ୍ତି ନା ସେମାନେ ଦୃଷ୍ଟି ଦେଇଥାନ୍ତି, ତତ୍ତ୍ୱ ନିରୂପଣ କରିଥାନ୍ତି। ଏଇଟା କେମିତି ହେଲା, ଗବେଷଣା ଭଳି। ତେଣୁ ଏଇଟା କେମିତି ବା ରିସର୍ଚ୍ଚ କରନ୍ତି, ତତ୍ତ୍ୱ ନିରୂପଣ ବା ଯୁକ୍ତିଯୁକ୍ତା କରନ୍ତି। କେଉଁମାନେ ନା ଏଇ ଅପର ଶ୍ରେଣୀ ମାନେ, ଏବଂ ତାଙ୍କର ସେଇଟା ହେଉଛି ବିଶେଷ କ'ଣ ହେଉଛି ବିଶେଷ ଲକ୍ଷଣ। ତାପରେ ଦେଖ ନା ଏହି ପ୍ରଭାବରେ ମାନବ ସମାଜରେ ବୈଷୟିକ ଓ ଆଧ୍ୟାତ୍ମିକ ସର୍ବବିଧ ଉନ୍ନତି ସଂଶୋଧିତ ହେଉଛି। କ'ଣ ହେଉଛି ଏହି ପ୍ରଭାବରେ ସେମାନେ ଯେଉଁ ପ୍ରଭାବଟା କରନ୍ତି, ଯେଉଁ ପ୍ରଭାବଟା ହେଉଛି ସୂକ୍ଷ୍ମ ଦୃଷ୍ଟି ଓ ତତ୍ତ୍ୱ ନିରୂପଣ, ଏଇ ଯେଉଁ ତାଙ୍କର ଯେଉଁ ପ୍ରଭାବରେ ଏ ମାନବ ସମାଜର କ'ଣ ହେଇଛି ନା ବୈଷୟିକ, ଅର୍ଥାତ୍ ସେମାନେ ବୈଷୟିକ ଏବଂ ଆଧ୍ୟାତ୍ମିକ ସର୍ବବିଧ ଉନ୍ନତି ସାଧିତ ହୋଇଅଛି। ଆଧ୍ୟାତ୍ମିକ ମାନେ ଯେଉଁ ଭଗବାନଙ୍କ ଉପରେ ଆଧ୍ୟାତ୍ମିକ, ବୈଷୟିକ ଅର୍ଥାତ୍ ହେଉଛି ସେମାନେ ବସବାସ, ତାଙ୍କ ଚାଲିଚଳଣି, ଏଇଗୁଡ଼ିକୁ ତା'ର କ'ଣ ହେଇଥାଏ ନା ପରିବର୍ତ୍ତନ ହୋଇଥାଏ ବା ତାଙ୍କର ସଂଶୋଧିତ ହୋଇଥାଏ। ତେଣୁ ପଣ୍ଡିତ କହିଛନ୍ତି, ଜଣେ ଚିନ୍ତାଶୀଳ ପଣ୍ଡିତ କହିଛନ୍ତି, କ'ଣ କହିଛନ୍ତି ଦେଖ, ଅଫ୍ ଦ ୟୁନିଭର୍ସାଲ ମାଇଣ୍ଡ ଇଜ୍ ଇଣ୍ଡିଭିଜୁଆଲ ମ୍ୟାନ୍ ଇଜ୍ ଏନ୍ ଇନ୍ କ୍ରିଏସନ୍। ଅଫ୍ ଦ ଇଣ୍ଡିଭିଜୁଆଲର ଅର୍ଥ ହେଉଛି ଲୋକ ପିଲାମାନେ ବୁଝ, ଇଂଲିଶ ୱାର୍ଡ଼ଟା ଯେଉଁ କହିଛି, ଅଫ୍ ଦ ୟୁନିଭର୍ସିଆଲ ଅର୍ଥାତ୍ ସାର୍ବଜନୀନ, ମାଇଣ୍ଡ ଅର୍ଥାତ୍ ହେଉଛି ମନ, ମାଇଣ୍ଡର ଅର୍ଥାତ୍ ହେଉଛି ମନ, ଅଫ୍ ଦ ୟୁନିଭର୍ସିଆଲ ବା ୟୁନିଭର୍ସିଆଲ ଅର୍ଥାତ୍ ସାର୍ବଜନୀନ ମନ, ଇଚ୍ ପ୍ରତ୍ୟେକଙ୍କର, ଇଣ୍ଡିଭିଜୁଆଲ ବା ପ୍ରତ୍ୟେକ ଇଣ୍ଡିଭିଜୁଆଲ ମ୍ୟାନ୍ ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତିଙ୍କର, ମନୁଷ୍ୟ ଜଣେ ଜଣେ ଦେବତାଙ୍କର କ'ଣ ହେଉଛି ସୃଷ୍ଟି। ମେନ୍ ଇଜ୍ ଏନ୍ ଇନ୍ କ୍ରିଏସନ୍। ଇନ୍ କ୍ରିଏସନ୍ ହେଉଛି ସୃଷ୍ଟି। ଯେଉଁ ଭଗବାନ କ'ଣ କରିছে ନା ଏଇ ମଣିଷମାନଙ୍କୁ ଗୋଟିଏ ଗୋଟିଏ ମନ ଦେଇଅଛି। ବା ଏଟାକୁ ଆଉ ଥରେ ଯଦି କହିବ ଓଡ଼ିଆରେ ଯଦି ଭଲସେ ବୁଝିବ, ଯେ ସାର୍ବଜନୀନ ମନ ବା ସର୍ବଜନୀନ ମନ ମଣିଷର ବା ପ୍ରତ୍ୟେକ ମଣିଷର ଜଣେ ଜଣେ ଦେବତାର ସୃଷ୍ଟି, ଦେବତାଙ୍କ ଦ୍ୱାରା ସୃଷ୍ଟି। ବୁଝୁଛନ୍ତି। ଅଫ୍ ଦ ୟୁନିଭର୍ସିଆଲ ମାଇଣ୍ଡ ଇଚ୍ ଇଣ୍ଡିଭିଜୁଆଲ ମ୍ୟାନ୍ ଇଜ୍ ଏନ୍ ଇନ୍ କ୍ରିଏସନ୍ ର ଅର୍ଥ ହେଉଛି ନା ସାର୍ବଜନୀନ ମନ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଦେବତାଙ୍କର ସୃଷ୍ଟି।
ତାପରେ ଦେଖ ପିଲାମାନେ ସେ କ'ଣ କହୁଛି ଯେ ମନୁଷ୍ୟ ଯେ ଅନନ୍ତ ଦେବଙ୍କର ପ୍ରତିକୃତି ସେ କହୁନଥିଲା। ତେଣୁ ଦେବତାଙ୍କର ଗୋଟିଏ ଗୋଟିଏ ସେମାନେ କ'ଣ ହେଉଛି ସୃଷ୍ଟି। ତେଣୁ ମନୁଷ୍ୟ ଅନନ୍ତ ଦେବଙ୍କର ପ୍ରତିକୃତି ଅର୍ଥାତ୍ ମନୁଷ୍ୟ ଆଜି ଯେଉଁ ଦୁଇଟି ଶ୍ରେଣୀରେ ରହିଛନ୍ତି, ଅପର ଶ୍ରେଣୀ ଏକକ ଶ୍ରେଣୀ ଯେଉଁ ରହିଛନ୍ତି, ସେହି ମନୁଷ୍ୟ ଆଜି କ'ଣ ହେଉଛି ନା ଅନନ୍ତ ଦେବଙ୍କର ଅର୍ଥାତ୍ ଭଗବାନଙ୍କ ଦେବତାଙ୍କର ସେମାନେ ପ୍ରତିକୃତି। କେବଳ ଏହି ଶେଷାକ୍ତ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ ତାହା ବୁଝାଯାଏ। ଶେଷାକ୍ତ ଶ୍ରେଣୀ ଅର୍ଥାତ୍ ଯେଉଁମାନେ ଗରିବ ଶ୍ରେଣୀ ବା ଏକକ ଶ୍ରେଣୀ ଯେଉଁମାନେ ତାଙ୍କର ଖାଲି ଆସିବେ, ସମ୍ଭବ କରିବେ, ଦୃଷ୍ଟିଗୋଚର କରିବେ, ସେହି ଶ୍ରେଣୀରକୁ କ'ଣ କଲେ ଯଦି ଆମେ ଦୃଷ୍ଟି ନିକ୍ଷେପ କଲେ ବା ତାଙ୍କୁ ଆମେ ଯଦି ବୁଝିବା, ତାଙ୍କୁ ଯଦି ଦେଖିବା କଲେ ତାହା ପ୍ରକୃତିସ୍ଥ ମନୁଷ୍ୟର ମନ ନିତ୍ୟ କ୍ରିୟାଶୀଳ। ପ୍ରକୃତିସ୍ଥ ମନୁଷ୍ୟର ମନ ନିତ୍ୟ କ୍ରିୟାଶୀଳ। ଯେଉଁମାନେ ଏହି ପ୍ରକୃତିରେ ଯେଉଁମାନେ ପ୍ରକୃତ ମଣିଷ ତାଙ୍କର ମନ ସବୁବେଳେ କ'ଣ ହେଉଛି ନିତ୍ୟ କ୍ରିୟାଶୀଳ। ପ୍ରତିଦିନ ନିତ୍ୟ କ୍ରିୟାଶୀଳ, ପ୍ରତ୍ୟେକ ଦିନ କ୍ରିୟାଶୀଳ ତାଙ୍କର ମନ। ଅନନ୍ତ ପ୍ରକୃତି ସଙ୍ଗେ ତାହାର ନିତ୍ୟ ଯୋଗ। ଅନନ୍ତ ପ୍ରକୃତ, ଏହି ଅନନ୍ତ କହୁଛ ବୁଝିଥାଉ ପିଲାମାନେ, ଦିସ୍ ଇଜ୍ ଦ କ'ଣ କହିବି ଇନ୍ କ୍ରିଏସନ୍ ବା ଦେବତା। ଅନନ୍ତ ପ୍ରକୃତି ସଙ୍ଗେ ତାହାର ନିତ୍ୟ ଯୋଗ। ତେଣୁ ଆମେ ଆମମାନଙ୍କର ଜୀବନ ଏବଂ ଭଗବାନଙ୍କ ଜୀବନ ସହିତ ଆମେ କ'ଣ ହେଇଛୁ ସବୁବେଳେ ଯୋଗ ହୋଇକରି ରହିଛୁ। ତେଣୁ ବୁଝିବ ପିଲାମାନେ, ଯେଉଁ ଲେଖକ ବାଗ୍ମୀ ବିଶ୍ୱନାଥଙ୍କର ଯେ ଆମ ମନୁଷ୍ୟକୁ ଦୁଇଟି ଶ୍ରେଣୀରେ ଭାଗ କଲେ ବୁଝିପାରିଲ। ଏବଂ ଏଇ ଯେଉଁ ମନ ରହିଛି ଏଇଟା କ'ଣ ହେଇଛି ଦେବତାଙ୍କ ସହିତ ଆମର ଜଡ଼ିତ। ଯେ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ଘନିଷ୍ଠ ଭାବେ ସମ୍ଭବ। ଆମେ ଅନନ୍ତର ଅତୀତ ଭଗବାନଙ୍କର ପାଖରେ ବା ଭଗବାନଙ୍କ ଠାରୁ ଆମେ ଅତୀତରୁ ଆସିଅଛି ଏବଂ ଯେଉଁ ବର୍ତ୍ତମାନ ଅନନ୍ତ ଭବିଷ୍ୟତ ବର୍ତ୍ତମାନ ମଧ୍ୟ କ'ଣ ହେଇଛୁ ନା ଏହି ଭଗବାନଙ୍କ ସହିତ ଆମେ କ'ଣ ହେଇଛୁ ସବୁବେଳେ ଘନିଷ୍ଠ ହୋଇ ରହିଅଛୁ। ଏହି ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ, କେଉଁ ସମ୍ବନ୍ଧରୁ? ଏହି ଅନନ୍ତ ଅତୀତ ଏବଂ ଅନନ୍ତ ଭବିଷ୍ୟତରୁ ଯଦି ଆମେ ବିଚ୍ଛିନ୍ନ ହେଲେ ଅର୍ଥାତ୍ ଅଲଗା ହେଲେ ମାନବ ଜୀବନର ମୂଲ୍ୟ କିଛି ରହେ ନାହିଁ। ତେଣୁ ପିଲାମାନେ ମନେ ରଖିବ ଯେ ସେ ପକାଇବ କ୍ୱେଶ୍ଚନ୍ରେ ଯେ ମାନବ ଜୀବନର ମୂଲ୍ୟ କିଛି ରହେ ନାହିଁ ବା କିଛି ରହେ ନାହିଁ କେଉଁ ସମ୍ବନ୍ଧରୁ? ନା ଏହି ଅନନ୍ତ ଅତୀତ ଅନନ୍ତ ଭବିଷ୍ୟତରୁ। ତେଣୁ ବୁଝିପାରିଲ, ଏହି ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମାନବ ଜୀବନର ମୂଲ୍ୟ କିଛି ରହେ ନାହିଁ ବୋଲି ଲେଖକ କହୁଛନ୍ତି ଏହି ମାନବ ଶ୍ରେଣୀମାନଙ୍କୁ। ତେଣୁ ପିଲାମାନେ ଚାଲ ଆଗକୁ ଦେଖିବା କେତେ ରହିବା ନା ଆଗକୁ ଦେଖିବା ନା ବର୍ତ୍ତମାନ ଯାହା କିଛି ଆମ୍ଭମାନଙ୍କର ନୟନ ଗୋଚର ହୁଏ। ଆମେ ବର୍ତ୍ତମାନ କ'ଣ ହେଇଛୁ ଭବିଷ୍ୟତରେ ଅଛୁ। ତେଣୁ ଅନନ୍ତ ଭବିଷ୍ୟତରେ ଆମେ କ'ଣ କରୁଛୁ ନା ଆମ୍ଭମାନଙ୍କର ନୟନ ଗୋଚର ହୁଏ ଅର୍ଥାତ୍ ନୟନରେ ଆମର ଦେଖା ହୁଏ ବା ନୟନରେ ଲୁଚିଯାଏ ନା ସମସ୍ତ ଅତୀତର ସନ୍ତାନ। ନୟନ ଗୋଚର ହୁଏ ଯେ ସମସ୍ତେ ଅତୀତର ସନ୍ତାନ। ତେଣୁ ନାହିଁ ଆମର ନୟନ ଗୋଚର ଅର୍ଥାତ୍ ନୟନ ଲୁଚିରେ ଆମେ ଜାଣିଛୁ ଯେ ଆମେ ଅତୀତର ସନ୍ତାନ ଅଟୁ। ବର୍ତ୍ତମାନ ସନ୍ତାନ ଅତୀତର ସନ୍ତାନ ଅଟୁ। ଏହି ଜ୍ଞାନ ବିଜ୍ଞାନ ସମ୍ପନ୍ନ ବିଂଶ ଶତାବ୍ଦୀର ସଭ୍ୟତମ ମାନବ ସମାଜର ଭିତ୍ତିଭୂମି କ'ଣ? ଯଦି ଆଜି ଯେଉଁ ଆମେ କହୁଛୁ ଅତୀତର ସନ୍ତାନ ବା ଆମେ ଅନ୍ତିମ ସନ୍ତାନ, ଭବିଷ୍ୟତର ଅନ୍ତିମ ସନ୍ତାନ ଯେଉଁ କହୁଛୁ, ଏଟା ତାକୁ ଯଦି ଦେଖାଯାଏ ତାହେଲେ ବିଂଶ ଶତାବ୍ଦୀର ସଭ୍ୟତମ ଅର୍ଥାତ୍ 20 ଶତାବ୍ଦୀରୁ ଏହା ମାନବ ସମାଜର ଭିତ୍ତିଭୂମି କ'ଣ ଥିଲା? ନା ଦେଖ ନା ପାଦ ମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କଲେ, ତୁମେ ଯେଉଁଠୁ ଆରମ୍ଭ କରିଛ ଚାଲିବାଠୁ ତାଠୁ ଆରମ୍ଭ କରି ଦେଶକୁ ଅବତରଣ କର, ଦେଶକୁ ତୁମେ ଚାଲିଯାଅ, ଦେଖିବ କେବଳ ନର କଙ୍କାଳ। ହଁ କି ନାହିଁ? ତୁମର ପାଦଭୂମିରୁ ଯେତେ ନିମ୍ନ ଦେଶକୁ ଅବତରଣ କର, ତୁମେ ଯେଉଁଠି ଛିଡ଼ା ହେଇଛ ଏବଂ ସେଠୁ ଛିଡ଼ାଇକି ପୁଣି ଅନ୍ୟ ଦେଶରେ ମଧ୍ୟ ଯେଉଁଠି ତୁମେ ଛିଡ଼ା ହେବ ସେଇଠି ମାଟି ତଳେ କ'ଣ ଦେଖିବ ନା ଏଇ କେବଳ କ'ଣ ଦେଖିବ? ନର କଙ୍କାଳ ଦେଖିବ। ତେଣୁ ପିଲାମାନେ ମନେ ରଖିଥିବ, ଏଇଟା ମଧ୍ୟ ତୁମର କ୍ୱେଶ୍ଚନ୍ ରହିଛି ଯେ ଲେଖକ କହୁଛି ଯେ ନିମ୍ନ ଦେଶରୁ ଅବତରଣ କଲେ ତୁମେ କ'ଣ ଦେଖିବ? ତୁମର ପାଦ ମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କଲେ ତୁମେ କ'ଣ ଦେଖିବ? ନା ଆମେ ଦେଖିବ କ'ଣ ଦେଖିବ? ନର କଙ୍କାଳ। ବୁଝିହେଉଛି ନାହିଁ? ଯେଉଁ ମାନବ ସମାଜ ଆଜି କେଉଁଠି ଛିଡ଼ା ହେଇଛି? ପୃଥିବୀ ପୃଷ୍ଠ ଛିଡ଼ା ହେଇଛି। ତାଙ୍କର ପାଦରୁ ଯଦି ଆମେ ତାକୁ ସେଠି ଯଦି ଖୋଜିବା ସେଇ ନର କଙ୍କାଳ ମିଳିବ, ଅତୀତର ସନ୍ତାନ ମିଳିବ। ପୁଣି ଯଦି ଆମେ ଅନ୍ୟ ଦେଶକୁ ଯାଇବା, ନିଜ ଦେଶ ଯାଇ ଯେଉଁଠି ଛିଡ଼ା ହେବା ସେଠି ମଧ୍ୟ ଅତୀତର ସନ୍ତାନ ମିଳିବ। ଯେଉଁ ସନ୍ତାନମାନେ ଆଜି କ'ଣ ହେଇଛନ୍ତି ନା ନର କଙ୍କାଳ ହୋଇ ରହିଛନ୍ତି। ତେଣୁ ବୁଝିପାରୁଛ ଲେଖକ କେମିତି କହୁଛି? ପ୍ରଥମେ ଦୁଇ ଶ୍ରେଣୀକୁ ବିଭକ୍ତ କଲା, ତାପରେ ତାଙ୍କର ଜୀବନକୁ ଦେବତାଙ୍କ ସହିତ ତୁଳନା କଲା ଏବଂ ସେତେପରେ ଦେଖ ଏବେ କ'ଣ କରୁଛି ନା ଏହି ଯେଉଁ ଦେଶ ପାଇଁ ବା ଏହି ସମାଜରେ ସବୁ ରହିଛନ୍ତି ଆମେ ଅତୀତର ସନ୍ତାନର ଆଜି କ'ଣ ହେଇଛି ନା ନର କଙ୍କାଳ ହୋଇ ପଡ଼ି ରହିଛନ୍ତି ମାଟି ତଳେ। ବର୍ତ୍ତମାନ ଦେଖ କ'ଣ ହେଇଛି ନା ବର୍ତ୍ତମାନ ଲେଖକ କ'ଣ କହୁଛି ନା ବର୍ତ୍ତମାନର ଅବସ୍ଥା ଲାଭ କରିବା ପାଇଁ ଆମେ ଯଦି ବର୍ତ୍ତମାନର ଅବସ୍ଥାକୁ ଲାଭ କରିବା ପାଇଁ ଯଦି ଦେଖିବା ତାହେଲେ କେତେ ରାଶି ନରଦେହ ପତିତ ହୋଇଅଛି। ଆମେ ଯଦି ବର୍ତ୍ତମାନ ଖୋଜିବା ଏହି ସମାଜକୁ, ଏହି ଗାଁକୁ, ଏହି ମାନବ ଜାତିକୁ, ତେବେ ଅନେକ ଲୋକ ଅର୍ଥାତ୍ ରାଶି ମାନେ ଅନେକ ନରଦେହ ବା ମନୁଷ୍ୟ ଦେହ କ'ଣ ହେଇଛି ଏଠି ଏହି ପୃଥିବୀରେ ପତିତ ହୋଇଅଛି। ତାହା କିଏ କଳନା କରିପାରିବ? ବୁଝିପାରୁଛନ୍ତି? କିଏ କଳନା କରିପାରିବ? କେହି କଳନା କରିପାରିବ ନାହିଁ। ନା ଦେଖ ସେ ଗୋଟିଏ ଉଦାହରଣ ଦେଲା, ଯେମିତି ଗୋଟିଏ କ'ଣ ହେଇଥିଲା ଯୁଦ୍ଧ ହେଇଥିଲା, ତ ମନେ ଅଛି କି ନାହିଁ? ଦେଖ ନା ଗୋଟିଏ ଯୁଦ୍ଧ ହେଇଥିଲା, ସେ ଯୁଦ୍ଧଟିର ନାମ ହେଉଛି କ'ଣ ହେଉଛି ନା ଫରାସୀ ବିପ୍ଳବ।
ହଁ କି ନାହିଁ। ଏଇ ଯେଉଁ ଫରାସୀ ବିପ୍ଳବରେ କ'ଣ ହେଇଛି, ଅନେକ ଲୋକ ବା ଅନେକ ମାନବ କ'ଣ ହେଇଥିଲେ ନା ମୃତ୍ୟୁବରଣ କରିଥିଲେ ବା ମୃତ୍ୟୁବରଣ କରି ତାଙ୍କର ନରଦେହ ଗୁଡ଼ିକ କ'ଣ ହେଇଛି ପତିତ ହୋଇଅଛନ୍ତି ବା ନରକଙ୍କାଳ ଗୁଡ଼ିକ ଆଜି ମାଟି ତଳେ ପୋତି ହେଇକି ରହିଛି। ଯେଉଁ ଯୁଦ୍ଧ 1900 କେତେ ମସିହାରେ ହେଇଥିଲା ଏ ଫରାସୀ ବିପ୍ଳବ 1917 ମସିହାରେ ଏହା କ'ଣ ହେଇଥିଲା ନା ହୋଇଥିଲା କେଉଁଠି ଫରାସୀ, ହଁ କିମ୍ବା ରୁଷିଆନ୍ ୱାର୍ ଏହାକୁ ବୋଲି ମଧ୍ୟ କୁହାଯାଏ। ତେଣୁ ସେହି ଯୁଦ୍ଧରେ ଦେଖ, ସେହି ଯୁଦ୍ଧକୁ ଯଦି ଆମେ ଶ୍ରମଣ କଲେ, ସେହି ଯୁଦ୍ଧରେ ଯଦି ଆମେ ଶ୍ରମଣ କଲେ ତେବେ ଏଇ ନରଦେହ ଗୁଡ଼ିକ ପତିତ ହୋଇଛନ୍ତି। ସେଇ କଥାରେ ସେ କହୁଛି ଦେଖ, ରୁଷ ବିପ୍ଳବ କଥା ଯଦି ଆମେ ଶ୍ରମଣ କଲେ ଆମ୍ଭମାନଙ୍କର ହୃତ୍କମ୍ପ କ'ଣ ହେଇଯିବରେ ନା ହୃତ୍କମ୍ପ ଉପସ୍ଥିତ ହୁଏ। ଆମେ ଡରି ଯାଉଥିବା, ଆମ ଦେହରୁ କମ୍ପିତ ହୋଇଯିବ ଯେଉଁମାନେ ଆଜି ନରଦେହ ଆଜି କ'ଣ ହେଇଛି ପତିତ ହୋଇଛନ୍ତି। ଏବଂ ଏହି ରୁଷ ବିପ୍ଳବରେ, ଫରାସୀ ବିପ୍ଳବରେ କ'ଣ ହେଇଥିଲେ ନା ଅନେକ ଲୋକ ବା ଏ ଲୋକଗୁଡ଼ିକ କ'ଣ ହେଇଥିଲେ ନା ମରିଯାଇଥିଲେ। ତେଣୁ ଉଦାହରଣ ଦେଲା ଲେଖକ। ତେଣୁ ଏହି ମାନବ ସମାଜକୁ ସେ ଉଦାହରଣ ଦେଉଛି। ଆଜି ଯେଉଁ ତୁମେ ଅନନ୍ତ ସହିତରୁ ଆସିଅଛ ବା ଆଜି ତୁମର ଯେଉଁ ନରକଙ୍କାଳ ଆଜି ଯେଉଁଠି ଛିଡ଼ା ହେଇଛ ସେଠି ମଧ୍ୟ ନରକଙ୍କାଳ ତୁମେ ଦେଖିବାକୁ ପାଉଛ। ତେଣୁ ଆଜି ରୁଷ ବିପ୍ଳବର କଥା ସେ କହିଲେ। ତେଣୁ ଏଠି ମନେ ରଖିବାକୁ ପଡ଼ିବ ପିଲାମାନେ ଯେ ଲେଖକ ନରକଙ୍କାଳ ବିଷୟକୁ ବା ନରଦେହ ପତିତ ହୋଇଛନ୍ତି ବୋଲି କେଉଁ ବା କେଉଁ ଯୁଦ୍ଧକୁ ସେ କ'ଣ କରିଛି ନା ଉଦାହରଣ ଦେଇଛନ୍ତି ବା କେଉଁ ଯୁଦ୍ଧକୁ ସେ କହିଛନ୍ତି ନା ରୁଷ ବିପ୍ଳବ। ତାପରେ ଦେଖ ଆଗକୁ ଯିବା। ଦେଖ ନା ଲକ୍ଷ ଲକ୍ଷ ମହାପ୍ରାଣଙ୍କର ବିନାଶ ବାର୍ତ୍ତା ଶ୍ରବଣ କରି ଦୁଃଖରେ ଶୋକରେ ପ୍ରାଣ ଅବସନ୍ନ ହୋଇ ପଡ଼େ। ହଁ କି ନାହିଁ। ଆମେ ଯଦି ରୁଷ ବିପ୍ଳବର କଥା ଯଦି ମନେ କରିବା ତାହେଲେ ଆମକୁ ଶ୍ରବଣ କଲେ ଦୁଃଖ ଲାଗିବ, ଶୋକ ମଧ୍ୟ ଲାଗିବ। ମାତ୍ର ଚିନ୍ତା କରି ଦେଖିଲେ ବର୍ତ୍ତମାନ ଉନ୍ନତି ଗାତ୍ରରେ ଏହିପରି ସହସ୍ର ସହସ୍ର ବିପ୍ଳବର ବିବରଣୀ ଲିଖିତ ହୋଇଥିବାର ପ୍ରତ୍ୟକ୍ଷ କରି ହୃଦୟ। ତେଣୁ ପ୍ରତ୍ୟକ୍ଷ କରି ଏହି ହୃଦୟ ଆଜି ଦେଖିଛି। ସେହି ଯଦି ଆମେ ରୁଷ ବିପ୍ଳବର କଥା ମନେ କରିବା ତେବେ ଦୁଃଖ ଲାଗିବ ମଧ୍ୟ, ଶୋକ ମଧ୍ୟ ଲାଗିବ। ମାତ୍ର ଚିନ୍ତା କରି ଦେଖିଲେ ଉନ୍ନତିର ଗାତ୍ରରେ ଏପରି ସହସ୍ର, ଏ ଯେଉଁ ଉନ୍ନତି ଚାହିଁଛି ମଣିଷ, ତେଣୁ ସହସ୍ର ବିପ୍ଳବ ମଧ୍ୟ ସେ କ'ଣ କରି ସାମ୍ନା କରିଛି ବା ବିବରଣୀ ଲିଖିତ ହୋଇଥିବାର ପ୍ରତ୍ୟକ୍ଷ କରି ହୃଦୟ ଲେଖିଛି କି ନାହିଁ। ତେଣୁ ଏହି ହୃଦୟରେ, ଏହି ମାନବ ହୃଦୟରେ ସେ ତାହା କ'ଣ ହେଉଛି ଏବେ ବି ଦୁଃଖ ଲାଗୁଛି ବା ଶୋକ ଲାଗୁଛି। ତାପରେ ଦେଖ ଆଗକୁ କ'ଣ କହିଛି ନା ମନ ସ୍ତମ୍ଭିତ ହୋଇଯିବ। ଆଜି ମନ, ଏହି ହୃଦୟ ଆଜି ସ୍ତମ୍ଭିତ ହୋଇଯିବ। ପୁଣି ଏହି ପ୍ରତ୍ୟକ୍ଷଭୂତ ବିପ୍ଳବ ରାଶି ଛଡ଼ା ନୀରବ ଦେହପାତରେ ସଂଖ୍ୟା କେତେ କେତେ ଲୋକ ମରିଛନ୍ତି ଏଇଟା ସେ କହୁଛି। କେତେ ନରକଙ୍କାଳ ପୋତିଛନ୍ତି, କେତେ ନରଦେହ ଆଜି ଏହି ବିପ୍ଳବ ରାଶି ପାଇଁ ଆଜି ଦେହପାତ ହୋଇଛନ୍ତି, ତାହା ବା କିଏ ଗଣନା କରିପାରିବ? କେହି ଗଣନା କରିପାରିବେ ନାହିଁ। ବୁଝିହେଉଛି। ତାପରେ ଦେଖ ନା ପିତାମାତାର ଶୁକ୍ର ଶଣିତରେ ସନ୍ତାନର ଉତ୍ପତ୍ତି। ହଁ କି ନାହିଁ। ଆମର ଯେଉଁ ଡିମ୍ବାଣୁ ଶୁକ୍ରାଣୁ ରହିଛି, ତେଣୁ ଏଇଥିରୁ କ'ଣ ହେଇଛି ନା ଏହି ସନ୍ତାନର ଉତ୍ପତ୍ତି। ଏହା ଯେପରି ଅବିସମ୍ବାଦିତ ସତ୍ୟ, ପୁରା ସତ୍ୟ। ହଁ କି ନାହିଁ, ପୁରା ଅସମ୍ଭାବିତ ସତ୍ୟ। ସମଗ୍ର ଅତୀତ ମାନବ ଜାତିର ରକ୍ତ ମାଂସରୁ ବର୍ତ୍ତମାନ ମାନବନ୍ୟତ ଉଦ୍ଭୂତ। ହଁ, ତେଣୁ ଆଜି ଯେଉଁ ମାନବ ତା'ର ପରିଚୟ ପାଉଛି, କେଉଁଠୁ ପରିଚୟ ପାଉଛି? ତା'ର ଅତୀତର ପିତା ମାତାଙ୍କ ଠାରୁ। ତେଣୁ ଆଜି ତା'ର ପରିଚୟ, ଏହା ମଧ୍ୟ ସେହିପରି ସତ୍ୟ। ନା ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ଯେପରି ପୂର୍ବବର୍ତ୍ତୀ ଏବଂ ସକଳ ପ୍ରକାର ଅବସ୍ଥାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହ ବା ଶେଷ ପରିଲିଖିତ ହୁଏ। ଏଠି ଦେଖ ଲେଖକ କ'ଣ କହୁଛନ୍ତି, ଆମେ ଯେମିତି ପୂର୍ବପୁରୁଷଠାରୁ ଜନ୍ମ ହୋଇଛୁ ଠିକ୍ ସେହିପରି ଏହି ପୃଥିବୀ ମଧ୍ୟ ଆଗରେ କ'ଣ ଥିଲା ଦେଖ ନା ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ଯେପରି ପୂର୍ବବର୍ତ୍ତୀ ଅର୍ଥାତ୍ ବର୍ତ୍ତମାନ ଅବସ୍ଥା ଯେମିତି ଏବଂ ପୂର୍ବ ଅବସ୍ଥା ମଧ୍ୟ ସେମିତି ରହିଥିଲା। ଏବଂ ସକଳ ପ୍ରକାର ଅବସ୍ଥାର ଚିହ୍ନ, ଏହି ପୃଥିବୀର ଯାବତୀୟ ଚିହ୍ନ, ସକଳ ଅର୍ଥାତ୍ ସବୁ ପ୍ରକାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହ ବା ବିଷୟରେ ପରିଲିଖିତ ହୁଏ। ହଁ କି ନାହିଁ। ତେଣୁ ଏହି ପୃଥିବୀରେ ଯେତେ ସବୁ ମଣିଷମାନେ ରହିଛନ୍ତି ପୂର୍ବରୁ ହେଉ ବା ବର୍ତ୍ତମାନରେ ହେଉ, ତେଣୁ ତାଙ୍କର କ'ଣ ହେଉଛି ନା ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହାବଶେଷ ପରିଲିଖିତ ହୁଏ। ବର୍ତ୍ତମାନ ମାନବ ସମାଜର ଦେହରେ ସେହିପରି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ଆଜି ଯେମିତି ଦେଖାଯାଉଛି ମଣିଷ ଜାତିମାନେ, ପୂର୍ବରୁ ମଧ୍ୟ ସେ ମାନବ ଜାତି ଶ୍ରେଣୀର ଠିକ୍ ସେହିପରି ଆଜି ମଧ୍ୟ ଦେଖାଯାଉଛନ୍ତି। ଜଗତ ଆଜି କ'ଣ ହେଉଛି ପରିବର୍ତ୍ତନଶୀଳ। ତେଣୁ ଆଜି ଜଗତର ଆଜି କ'ଣ ହେଇଛି ପରିବର୍ତ୍ତନଶୀଳ। ତେଣୁ ଆଶା କରୁଛି ନିହାତି ଆପଣମାନେ ଏଇ ଯେଉଁ ଆଜିର ବିଷୟ ଇତିହାସ ଏବଂ ଲେଖକ ହେଉଛି ବାଗ୍ମୀ ବିଶ୍ୱନାଥଙ୍କର ବୁଝିପାରିଥିବେ। ତେଣୁ ଏହାର ଅବଶିଷ୍ଟାଂଶକୁ ମୁଁ କ'ଣ କରିବି ନା ନେକ୍ସଟରେ ଆଲୋଚନା କରିଦେବି। ଯଦି ଭଲ ଲାଗୁଛି ମତାମତ ଦିଅନ୍ତୁ, ଲାଇକ୍ ଦିଅନ୍ତୁ, ସବସ୍କ୍ରାଇବ୍ ଦିଅନ୍ତୁ ଏବଂ ଅନେକ ମାତ୍ରାରେ ପିଲାମାନଙ୍କୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଏ ବିଷୟଟିକୁ ଜାଣିପାରିବେ। ତେଣୁ ରହୁଛି ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ତୁମେ ସବୁ ଭଲରେ ରହିଥାଅ। ଜୟ ଜଗନ୍ନାଥ।